2025 ମାଟ୍ରିକ ଏକ୍ଜାମ ପାଇଁ ଆସିଯାଇଛି ସିଡ୍ୟୁଲ୍। ଏଇ ଯେଉଁ ନୂତନ ଅପଡେଟ୍ଟି ଆସିଛି, ନୂତନ ସିଡ୍ୟୁଲ୍ଟି ରିଲିଜ୍ ହେଇଛି। ଏହା ବିଷୟରେ ଆପଣଙ୍କୁ ଏବେ ପୁରା ଇନଫର୍ମେସନ୍ ଦେବି। ଯଦି ଆପଣ ମାଟ୍ରିକ ଏକ୍ଜାମ ଦେବାକୁ ଯାଉଛନ୍ତି, ତେବେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ଉପଯୋଗୀ ହେବ। ସେଥିପାଇଁ ଆପଣ ଭିଡ଼ିଓକୁ ଆଗକୁ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣ ଆପଣଙ୍କର ଏକ୍ଜାମ ବିଷୟରେ ଡିଟେଲରେ ଜାଣିପାରିବେ। ଦେଖନ୍ତୁ, ଏଠି ଲେଖା ହେଇଛି ଫେବୃଆରୀ 21ରୁ ହେବ ମାଟ୍ରିକ ପରୀକ୍ଷା। ଫେବୃଆରୀ ମାସର 21 ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ 21ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। 21ରେ MILO, 24ରେ SLI, 27ରେ ଗଣିତ, ମାର୍ଚ୍ଚ 1ରେ ବିଜ୍ଞାନ ପରୀକ୍ଷା ହେବ, ମାର୍ଚ୍ଚ 3ରେ ସାମାଜିକ ବିଜ୍ଞାନ, 6ରେ ତୃତୀୟ ଭାଗ ହିନ୍ଦୀ ଆଣ୍ଡ ସଂସ୍କୃତ ମଧ୍ୟ। ଏହି ଯେଉଁ ପରୀକ୍ଷାଟି ହେବ, ଏହା ସକାଳ 9 ଠାରୁ ଦିନ 11:30 ପର୍ଯ୍ୟନ୍ତ ଚାଲିବ। ଦେଖନ୍ତୁ ଆପଣଙ୍କର କେଉଁ ଦିନ ହେବ। 21 ତାରିଖ ଯେଉଁଦିନ ପ୍ରଥମ, ଏଦିନ MIL ଓଡ଼ିଆ ହେବ, 24ରେ SLI ଇଂଲିଶଟି ହେବ, 27 ତାରିଖରେ ଗଣିତ ହେବ ଓ ମାର୍ଚ୍ଚ 1 ତାରିଖରେ ବିଜ୍ଞାନ ପରୀକ୍ଷା ହେବ ଓ ମାର୍ଚ୍ଚ 3ରେ ସାମାଜିକ ବିଜ୍ଞାନ ହେବ, 6 ତାରିଖରେ ତୃତୀୟ ଭାଗ ହିନ୍ଦୀ ଆଣ୍ଡ ସଂସ୍କୃତ ରହିଛି। ହିନ୍ଦୀ ପିଲା ହିନ୍ଦୀ ପରୀକ୍ଷା ଦେବେ, ସଂସ୍କୃତ ପିଲା ସଂସ୍କୃତ ପରୀକ୍ଷା ଦେବେ। ଏହା ସକାଳ 9 ଠାରୁ ଦିନ 11:30 ପର୍ଯ୍ୟନ୍ତ ଚାଲୁ ରହିବ। ପରୀକ୍ଷାଟି 11:30 ପର୍ଯ୍ୟନ୍ତ ଚାଲୁ ରହିବ ଆପଣଙ୍କର। ଏହାପରେ ଦେଖନ୍ତୁ ଲେଖା ହେଇଛି ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ୍ ଦିଆଯିବ। ଗଣିତ ପରୀକ୍ଷା ଆପଣଙ୍କର ଯେଉଁଦିନ ହେବ, 27 ତାରିଖରେ ଗଣିତ ପରୀକ୍ଷା ହେବ। ଏହି ଦିନ ଆପଣଙ୍କୁ 15 ମିନିଟ୍ ଅଧିକ ସମୟ ମିଳିବ, ଯାହା ଫଳରେ ଗଣିତ ପରୀକ୍ଷା 11:45ରେ ଶେଷ ହେବ।